ଗ୍ରାମରେ ପୂଜା ଅର୍ଚ୍ଚନାରେ ବାଜା ବଜାଇବା ଓ ଟଙ୍କା ନେଣଦେଣରେ କେନ୍ଦ୍ର କରି ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ଥାନାରେ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଲଖଣାପଡ଼ା ଗ୍ରାମରେ ମକର ସଂକ୍ରାନ୍ତି ଅବସରରେ ଉକ୍ତ ଗ୍ରାମର ଲକ୍ଷ୍ମଣଶ୍ରୀ ଠାକୁରାଣୀଙ୍କର ପୂଜା ପାଇଁ ଗ୍ରାମବାସୀ ଘଟ ଉତ୍ତୋଳନ ଲାଗି ଏକତ୍ରିତ ହୋଇଥିଲେ। ଏହି ସମୟରେ ଗ୍ରାମର ବାଜା ବାଦକଙ୍କ ବାଜା ବଜାଇବାରେ ଅସନ୍ତୁଷ୍ଟ ବ୍ୟକ୍ତ କରି ନରେଶ ସିଂ ଗ୍ରାମର ଗଦାଧର ସିଂଙ୍କୁ ଟଙ୍କା କାଟିଦେବାକୁ କହିଥିଲେ। ଯେହେତୁ ଗ୍ରାମବାସୀଙ୍କର କୌଣସି ଅଭିଯୋଗ ନାହିଁ, ସେଥିପାଇଁ କ'ଣ ପାଇଁ ପଇସା କଟାଯିବ ବୋଲି ଗଦାଧର ନରେଶଙ୍କୁ ପଚାରିଥିଲେ। ନରେଶ ନାନାଦି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା କଥା ଗ୍ରାମବାସୀଙ୍କୁ ଜଣାଇବା ପରେ ମାଙ୍କର ପୂଜାର୍ଚ୍ଚନା ପରେ ଉଭୟ ପକ୍ଷରୁ ଡକାଇ ଆଲୋଚନା କରାଯିବ ବୋଲି କହିଥିଲେ। ମାତ୍ର ନରେଶ ଓ ସହଯୋଗୀ ଗ୍ରାମବାସୀଙ୍କ କଥାକୁ ଅବମାନନା କରି ସେହିଦିନ ବିଳମ୍ବିତ ରାତିରେ ଗଦାଧର ଓ ତାଙ୍କ ପୁଅ ପିକୁନଙ୍କୁ ମରଣାତ୍ମକ ଆକ୍ରମଣ କରି ସେଠାରୁ ଫେରାର ମାରିଥିଲେ। ଖବର ପାଇ ବସ୍ତା ପୁଲିସ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ହସ୍ପିଟାଲକୁ ଆଣିଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ନେବାକୁ ନିର୍ଦ୍ଦେଶ ହୋଇଛି। ଘଟଣା ସମ୍ପର୍କରେ ଗଦାଧରଙ୍କ ସ୍ତ୍ରୀ ସୁମତି ମଣି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅପର ପକ୍ଷରୁ ମଧ୍ୟ ଏକ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଘଟଣା ଦିନ ଗ୍ରାମରେ ଯାତ୍ରା ଚାଲିଥିବାରୁ ନରେଶ ସେଠାକୁ ଯାଇଥିଲା। ଏହି ସମୟରେ ଗଦାଧର ସେଠାରେ ଦେଖା ହୋଇଯିବାରୁ ନରେଶ ତାଙ୍କୁ ବାକି ପଇସା ମାଗିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଗଦାଧର ଓ ଦୁଇ ପୁଅ ନରେଶଙ୍କୁ ଗାଳି ଗୁଲଜ କରିବା ସହ ଭବିଷ୍ୟତରେ ଟଙ୍କା ମାଗିଲେ ଜୀବନରୁ ମାରିଦେବାର ଧମକ ଦେଇଥିବା ଏତଲାରେ ଉଲ୍ଲେଖ ହୋଇଛି। ଦୁଇଟି ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି। ଜଗତ କୁମାର ଗିରିଙ୍କ ରିପୋର୍ଟ, ମସିହା ନ୍ୟୁଜ। ଘଟଣା ବୋଲି ଆମ ଗାଁ ନଖଣାପଡ଼ାର ଘଟ ଉଠାଉଲା ମେଳା ମକର ମେଳାର ସେ ଟୁଟରା ଗାଁରୁ ଆଇଥିଲା ବାଜିଆ। ତାର ଭୁଲ ଖରାପ ହଉଛି ନା, ସେ ତ ମୋ ପୁଅକୁ ତା ପୁଅ କହିଛନ୍ତି ଯେ ଆଉ ତ ଟୁଟା ଗାଁରୁ ବାଜା ଆଣିଛନ୍ତି, ସେ ବାଜା ଭଲ ବଜୁନି ଆଉ ପଇସା କାଟିଲାନି କିସ ପାଇଁ। ସେଥି ମୋ ପୁଅ କହିଲାର ସେ ଗାଳିଥିଲାର ବହୁତ ଭାଷା ଗୁଳି କଲେ। ସେଥି ମୋ ପୁଅ କହିଲା କିସ ଭାଷା କରୁଛୁ, ଖାଲି ଠେଲି ଦେଇଥିଲା। ଆଉ ସେ ଠେଲି ଦେଲା ଆଉ ସମ୍ଭାଳେ କି ଆଉ ଦୁନିଆ ଭାଷା କହି ପିଟେନେ ପିଟେ ହେଲା। ତାପରେ ତା ବାପା କହିଲା ହଉ ଯାହା ହେଇଛି ସେ ସାନ ଭାଇ କହି ତ କହିଛି, ମୁଁ ଗୋଟେ ବାପା ବସାର ମୁଁ କହୁଛି ତୋ ବଡା ପଇସାର ସେ ସାନ ଭାଇ ହେଇ ଭୁଲ କରିଛି କହିଦେଇଛି। ତାପରେ ତ ନା ହେଇପାରେ ତାକୁ ଦୁଃଖ ଦେଇଛି ପେଟେ ହେଇ ତ ପାରିବନି ଆଉ ଏଇ ବାଟେ ହେଇପାରୁନ ଆଉ ଠେଲା ମେଲା ହେଲା। ତାପରେ ମୁଁ ତ ଆମେ ଘରୁ ସବୁ ଖାଉଥିଲେ, ମୁଁ ଦୌଡ଼ି ଗନି। ମୁଁ ଯାଇକି ମୋ ଛୁଆକୁ ମୁଁ ଘରକୁ ନେଇ ପଡ଼ି ଚାଲ, ମୁଁ ତାକୁ ବୁଝିନି ସେ ସାନ ଭାଇ ତୁ ବଡ ଭାଇ ଯଦି ବି କହିଛୁ ତୁ ବି କହିଛୁ ହେଇ ତ ହେଇଛି ଚାଲଛ ଏଇଟା କିଛି ନାହିଁ ନା କେଇ ବାଟେ ହେଇପାରିବନି। ଠେଲା ମାଲା କରିବାର ମୁଁ ମୋ ଛୁଆକୁ ମୁଁ ଘିନି ଆଇନି ଘରକୁ। ଆମର ମୋ ବାପା ବି ଘରକୁ ଘିନି ଘରକୁ ଆଟ ମାରିଦେନି। ଯେ କଣ ହେଲା ତା ବାପା କହିଲେ, ତା ବାପା ଖରାଲେ ତା ବାପ ପୁଅ ବଡା ପୁଅ ଭାଇ ସମସ୍ତେ ତ ଭାଷା ଗୋଲଜ କରିକି କବାଟ ଝରକା ଭାଙ୍ଗି କବାଟ ଗୋଇଠାର ମାରି ଭାଷା କହୁଛନ୍ତି ଭାରି ଆସିବେ ଭାଇ ଯୋଉ ଭାଷା କହୁଛନ୍ତି ଅଶ୍ଳୀଳ ଭାଷା କବାଟ ଭାଙ୍ଗିକି ମୋ ଝରକା ଟାଣି ଆଣିଛନ୍ତି। ମୋ ଘର କାଚ ଭାଙ୍ଗି ଗାଇଲା ହାତ ଗୋଳିକି କାଚ ଫଟେଇ ଦେଇଛନ୍ତି। କବାଟ ଇଟା ମାରିକି କବାଟ ମୋର ତାପରେ ଆମେ ଫୋନ ମାରିଲେ ଏଠିକି ଆମର ଫୋନ ମାରିଲେ ସେ ଗଲାକୁ ନାଇଁ ସେ ପଳେଇଲା ସବୁ ରାତିରେ ପହଞ୍ଚିଲେ ସେ ନାଇଁ ସବୁ ପଳେଇଲେନି ସାରା ବଲେ ପଳେଇଲେ। କାଲି ରାତିରେ ଯାତ୍ରା ହଉଥିଲା ଆଉ ଭଲ ଯାତ୍ରା ହଉଥିଲା କିଛି ନାହିଁ। ତାପରେ ସବୁ ନର୍ମାଲ ଥିଲା। ଆମର ତ ଆସ୍ତେ ଆସ୍ତେ ଯାତ୍ରାରେ ମୋ ପୁଅ ପଳେଇଲେ, ମୁଁ ବି ଚାଲିନି ସମସ୍ତେ ପଳେଇଲେ। ତ ବାପା ବଇଲେ କମିଟି ଘର, ପୁଅ ବଇଥିଲା ଆମର ମନ୍ଦିର ଦେଇଛି ମନ୍ଦିର ବଇଛି। ସିଏ କିସ କରିଛନ୍ତି ନା ତାଙ୍କୁ ମନ୍ଦିର ଖାଇ ଆସିକି ଦୌଡ଼ିକି ଆସିଛନ୍ତି। ତା ବାପା ଅଟକିଛି ଗାଁ ମାଲିକ ଅଟକିଛି ଦ୍ଵାରା ତା ବାପାକୁ ପିଟେନେ ପିଟେ ହେଇଛି। ମୋ ସ୍ୱାମୀ ଭାବିଲେ ଯେ ମୋ ପୁଅ ପଶି ଯାଇଛି ତା ଭିତରକୁ ପେଟ ମାରା କରୁଛନ୍ତି। ସିଏ ତାପରେ କହ କିସ ହେଲା ବନ୍ଦ କର ଯାହା ହେଇଛି ସେ କିଛି କରୁଛନ୍ତି ନା ତାଙ୍କୁ ଛାଡି ଦେଇକି ମୋ ସ୍ୱାମୀ ମଥା ଇଟା ଘଟିଥିଲେ। ମୋ ଛୁଆ ଯେ ବଇଥିଲା ମନ୍ଦିର ଦୌଡି ଗଲେ ମୋ ବାପା ପଡିଗଲେ ଜି ପଡିଲେ ମୋ ବାପା ବାହାରି ମୋ ଛୁଆକୁ ଧରିଲେ। 3 ଜଣ ମଣିଷ ତାଙ୍କ ବାପ ଦି ଭାଇ ମାଡି ବସିକି ମୋ ଛୁଆକୁ ମୋ ମୁହଁ ଛେଞ୍ଚିକି ମୋ ଛୁଆକୁ ଅବସ୍ଥା ରଞ୍ଜନ ସିଂ ନଟବର ସିଂ। ସେ ପିଲାର ଅବସ୍ଥା କଣ ଅଛି? ପିଲାର ଅବସ୍ଥା ମୁଁ କହିପାରିବିନି, ମୁହଁ ଛେଞ୍ଚା ହେଇଛି। ବାଲେଶ୍ୱର ପଡିଛି ବସ୍ତା ନେଇଥିଲେ, ବସ୍ତାରୁ ନେଇକି ବାଲେଶ୍ୱର କରିଛନ୍ତି। ବାଲେଶ୍ୱର ମୋ ଛୁଆକୁ ନେଇଛନ୍ତି କ୍ଲିନିକ କରିତେ, ଯଦି କିଛି ଭଲ ଥିବ ତ ନହେଲେ କଟକ ନେଇଯିବ। ମୋ ଛୁଆ ଅବସ୍ଥା ବହୁତ ଖରାପ। କଣ ଚାହୁଁଛନ୍ତି ବର୍ତ୍ତମାନ? ମୁଁ ନ୍ୟାୟ ଚାହୁଁଛୁ ସାର୍, ମୋ ଛୁଆକୁ ନ୍ୟାୟ ଦିଅ, ସ୍ୱାମୀକି ନ୍ୟାୟ ଦିଅ, ମୋର କିଛି ନୁହେଁ। ଆପଣ ଥାନାରେ ଲେଖିକି ହଁ।
ଗାଁ ବାଲା କାଲି ଆସିଲେ ମୁଁ ମୋ ସ୍ୱାମୀ କି ଆଉ ପଠେଇଲେନି ମୋ ପୁଅ ଆମର ସବୁ ପରିବାର ଆମର ଯିବାନି ମାଡ ଖାବାନି କିଛି ଟଙ୍କା ପଇସା ନେଲେନି ନା ନା କିଛି ନା ତାପରେ ମୁଁ ଗାଁ ଲୋକ ସବୁ ଆଇଲେ ସମାଧାନ କରି କହିକି ନେଇଗଲେ ଗାଁ ଲୋକ ନେଇଯାଇକି ତାପରେ ରାତିରେ କାଲି ମାଡ କହିଲେ ଗାଁ ଲୋକ କିଛି ବୁଝିଲେନି ଏତେ ପର୍ଯ୍ୟନ୍ତ ସକାଳ କିଛି ବୁଝିଲେନି ଗାଁ ଲୋକ ସମସ୍ତେ ଆଇବେ ଗାଁର ମୋଜ ମଜଲ ହଉଛୁ ମାଇକ ଚାଲିଛି ଗୀତ ହଉଛୁ ଇଏ ପୂଜା ଚାଲିଛି ମୋ ପରିବାର ଆସନ୍ତି କାନ୍ଦୁଛନ୍ତି ବନ୍ଧୁ ଘର ମୋ ଘର ସବୁ ଭର୍ତ୍ତି ମୋର ନ୍ୟାୟ ଚାହେଁ ମୋ ସ୍ୱାମୀ ମୋ ପୁଅ ନରେଶ କୁମାର ସିଂହ ଘର ଲକ୍ଷ୍ମଣପଡ଼ା। କଣ ଘଟଣା ତାଙ୍କର ଗଦାଧର ସିଂହ ଘର ଆମ କତରୁ ବାଲି ଏ ଚିପ୍ସ ଆଉ ଧାନ କଟା ପଇସା ଥିଲା 73,000 ଗାଁ ଲୋକ ବି ଜାଣିଛନ୍ତି ଗାଁ ମାଲିକକୁ ବି ଜଣା ହେଇଥିଲା ଆଗରୁ ସେ ତାଙ୍କ ପୁଅ ବାହାରେ ରୁହନ୍ତି ସେ କହିଲେ କି ଆମ ପୁଅ ଆସିଲେ ଦେବେ ମକରରେ ସେ ଆସିଲେ 2 ଦିନ 3 ଦିନ ହେଇଗଲା ତାଙ୍କୁ ପଇସା ମାଗିଲା ବେଳକୁ ଆଜି ଦେମି ବ୍ୟାଙ୍କରୁ ଉଠାଇନି ବ୍ୟାଙ୍କ ଛୁଟି ଅଛି କାଲି ଯେତେବେଳେ ସନ୍ଧ୍ୟାବେଳେ ମାଗିଲେ କହିଲେ ତମେ ସମସ୍ତଙ୍କ ଆଗରେ କଣ ପାଇଁ ମାଗୁଛ ମୁଁ ପଇସା ଦେବିନି ଆଜ୍ଞା ତମେ ଯାହା କରୁଛ କର ଦେଇକି ତାଙ୍କ ପୁଅ ଥିଲେ ପଛଆଡୁ କହିଲେ ତୁ ସବୁବେଳେ କିସ ପଇସା ମାଗୁଛୁ ମତେ ଠେଲି ଦେଲେ ତାପରେ ମୋ ଭାଇ ପଛରେ ଥିଲେ ଭାଇ ଆସିଲେ ତାପରେ ଆମ ଧସ୍ତାଧସ୍ତି ଭିତରେ ସିଏ ପଡିଗଲେ ତାପରେ ଏତିକ କଥା ତାପରେ ଗାଁ ଲୋକ ଆସିଲେ ଗାଁ ଦେଶ ମାଲିକ ଆସିଲେ ଘଟଣା ହେଇଛି ଆଜ୍ଞା ଆଜ୍ଞା ସେଇ ଘଟଣା ସହିତ ଜଡିତ ଆଜ୍ଞା ସେଇ ମ୍ୟାଟର କଥା କହୁଛନ୍ତି ଆଜ୍ଞା 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 ତାଙ୍କର କଣ ଘର ଯାଇକି ଅତର୍କିତ ଭାବେ ପିଟାମରା କରୁଛନ୍ତି ନା ନା ଘର ଭିତରେ ଆଜ୍ଞା କିଛି ହେଇନି ସେଇଠି ଝରକା ଭଙ୍ଗା ଭଙ୍ଗି କରିବା ନା ଭାଙ୍ଗା ଭଙ୍ଗି କିଛି ନାହିଁ ତାଙ୍କରି ଘର ଆମ ଘର ଯେଇଠି ତାଙ୍କ ଘର ସେଇଠି ଗୋଟେ ରାସ୍ତା ପାଖରେ ସେ ଘର ପାଖରେ ଆମ ଘର ତ ଦୁରିଆ ନୁହେଁ ନା ତାଙ୍କରି ଘର ପାଖରେ ଆଜ୍ଞା ବାଜାକୁ ନେଇକି କଣ ଯୁକ୍ତିତର୍କ ଝଗଡା ହେଇଥିଲା ବାଜାକୁ ମକର ଦିନ ବାଜାକୁ ନେଇକି ସିଏ ତାଙ୍କର କଲ ଦେଇଥିଲେ ସେ ତାଙ୍କର ପଇସା କାଟାକୁ ନେଇକି କହିଥିଲି କି ବାଜା ଭଲ ବଜୁ ନାହିଁ ନା ନା ତାର ପଇସା ତାକୁ କମ ଦବା କଥା ଦେଲେନି କେନା ସିଏ କଲ୍ କରିଥିଲେ ଗାଁ ଛୁଆ କହିଲେ କି ବାଜା ତ ଭଲ ବାଜୁନି ଆଉ ତମେ ତାଙ୍କୁ କିଛି ପଇସା କାଟିକି ଦିଅ ନା ସିଏ କହିଲେ କି ଯେ ତମେ କଲ୍ କଲନି ତମେ ଆସିଲନି କିଛି କାଟାକୁଟି ନାହିଁ ମୁଁ କଥା କରିଛ ନା ମୁଁ ସେ କଥା ହେଇକି ରହିଥିଲା କାଲି ରାତିରେ କଣ ଝଗଡା ହେଇଗଲା କାଲି ରାତିରେ ଏଇ ପଇସା ବାକିଆ ପଇସାକୁ ନେଇକି ସମସ୍ତେ ବି ଜାଣିଛନ୍ତି ସରପଞ୍ଚ ବି ଆଗରୁ ଜାଣିଛନ୍ତି କୋଉ ଜାଗାରେ ହେଲା ଝଗଡା ସେ ଆମ ଛତି ପାଖରେ ପଡିଆ ପାଖରେ ଆଜ୍ଞା ତାପରେ କଣ ହେଲା ଆପଣ ଏ ବାବଦରେ ଲେଖିକି ଥାନାରେ ଜଣେଇଲେ? ହଁ ଜଣେଇଛେ ଥାନାରେ ଜଣେଇଛେ କଣ ଦାବି ରଖିଛନ୍ତି ଆମକୁ ନ୍ୟାୟ ମିଳୁ ଟିକେ ଆମର ପଇସା କେମିତି ଥାନାରେ କାଲି ଜଣେଇଲେ ନା ଆଗରୁ ଜଣେଇଥିଲେ ନା ଆଜି ଜଣେଇଲେ କାଲି ତ ରାତିରେ କେସ୍ ଗଲା ଆମେ ଏମର୍ଜେନ୍ସିରେ ମାରିଥିଲେ ଶୋଇବାରରେ ସେ ବି ଯାଇଥିଲେ ଥାନା ବାଲା ଆଜି ଆସିକି ଲିଖିତ ପଇସା ପତ୍ର ସେ ଦଉନାହିଁ ସେଟା କେତେ ଦିନ କଥା 3-4 ବର୍ଷ ହେଇଗଲାନି ଆପଣ ଆଗରୁ କିଛି ହଁ ଆଗରୁ ଆମେ ସରପଞ୍ଚକୁ କହିଥିଲେ ଆମ ଗାଁ ମାଲିକକୁ କହିଥିଲେ କଣ ହେଲା ସେଟା ସେ ଦେବେ ତାଙ୍କ ଛୁଆ ବାହାରେ ଅଛନ୍ତି ମକରରେ ଆସିଲେ ଦେବେ କହିଥିଲେ ଆଉ ଦେଲେନି ଦେଲେନି ମାଗିଲା ବେଳକୁ ତମେ କାହିଁକି ଆଇନ ରାସ୍ତାରେ ନେଇପାରିଥାନ୍ତେ ଆମେ ଆଗେ ଗାଁ ମାଲିକକୁ କହିବା ତାପରେ ସରପଞ୍ଚକୁ କହିବା ତାପରେ